ଆପଣ ଜାଣିଥିବେ ଆମର ଯୋଉ ସବ୍ ଇନ୍ସପେକ୍ଟର ଏକ୍ଜାମ ହବାର ଥିଲା ଏଇଟା ଯେ କୋଶ୍ଚିନ୍ ପେପର ଲିକ୍ ଏବଂ ଦଲାଲ ମାନଙ୍କ ଲିଙ୍କ୍ ଯୋଗୁଁ ବନ୍ଦ କରାଯାଇଥିଲା। ସେ ବାବଦରେ ଆମେ ପ୍ରଥମେ 114 ଜଣ ଯୋଉମାନେ ପିଲା ଥିଲେ କ୍ୟାଣ୍ଡିଡେଟ୍ ଥିଲେ ସେମାନଙ୍କୁ ଆମେ ଫରୱାର୍ଡ କରିଥିଲୁ। ରହୁଛି ଗୋଟେ ଗଲା ମାସ 30 ସେଇ ପିଲାମାନଙ୍କୁ ସେଇ ଆକ୍ଟର୍ସ ମାନଙ୍କୁ ଆମେ ଇଣ୍ଟ୍ରୋଡକ୍ସନ୍ କଲା ପରେ ଆମ ପାଖରେ କିଛି ଇନପୁଟ୍ ଅଛି କିଏ କୋଉ ସେଣ୍ଟରରୁ ସବୁ କିଏ କୋଉ ସ୍ପନ୍ସର କରିଛି କିଏ ମାନେ ଏକ୍ସ ୱାଇ ଜେଡ୍ ବିଭିନ୍ନ ନାଁ ଅଛି। ତେଣୁ ଆମ ପାଖରେ କିଛି ଲିଷ୍ଟ ଥିଲା ଯେ ଏଇ ବଣିକି ଯୋଉ କୋଚିଂ ସେଣ୍ଟର ଭୁବନେଶ୍ୱରରେ ଅଛି ତାର ବି ଅନ୍ୟ ସେଣ୍ଟର ବାଲେଶ୍ୱରରେ ବି ଅଛି ବ୍ରହ୍ମପୁରରେ ବି ଅଛି ସେମାନେ ବଣି ସେଣ୍ଟରରୁ ମାନେ କିଛି ପିଲା ଆମେ ସ୍ପେସିଫିକ୍ ନମ୍ବର କହୁନୁ ତାର ଅଛି ଯୋଉ କିଛି ପିଲା ସ୍ପନ୍ସର ହେଇଥିଲେ ଯେ ତମେ ଯାଅ ଆମ ଯୋଉ ଏମାନେ ଯାଉଥିଲେ ତାଙ୍କ ଡେଷ୍ଟିନେସନ ପଏଣ୍ଟ ବିଜୟନଗରମ ଗଲେ ସେମାନେ ଆପଣଙ୍କୁ ଇନପୁଟ୍ ଏକ୍ଜାମ ବାବଦରେ ଇନପୁଟ୍ ଦେବେ। ତ ସେଇ ବାବଦରେ ଆମେ ଆସିଥିଲୁ ଏଠୁ ତାଙ୍କର ଆମେ 5 ବର୍ଷ ଡାଟା ନେଲୁ। ଲାଷ୍ଟ 5 ଇୟର୍ସ ଆମେ ଡାଟା ନେଇଛୁ ଏଠୁ କେତେ ପିଲା ମାନେ ଏଇ ସେଣ୍ଟରରେ କେତେ ପିଲା ଆଉ ତମ ସେଣ୍ଟର ଯେତେ ସେଣ୍ଟର ଅଛି ଓଡ଼ିଶାରେ ସବୁ ସେଣ୍ଟର ଡାଟା ଆମେ ନେଇଛୁ 5 ଇୟର୍ସର। ଆଉ ତାଙ୍କର ଷ୍ଟାଫ୍ ଲିଷ୍ଟ ନେଇଛୁ ତାଙ୍କର ଯେ ସବୁ କୋଉ କାମରେ କିଏ ଅଛନ୍ତି ସବୁ ଆଉ ସ୍ପେସିଫିକ୍ ସବଜେକ୍ଟରେ ସବୁ ସ୍ପେସିଫିକ୍ ଏକ୍ଜାମ ପାଇଁ ବିଭିନ୍ନ ପ୍ରକାର ଏକ୍ଜାମ ରହୁଛି ସବ୍ ଇନ୍ସପେକ୍ଟର ଏକ୍ଜାମ ପାଇଁ ଅନ୍ୟ ଏକ୍ଜାମ ପାଇଁ କିଏ କୋଉ ବର୍ଷ କେତେ ପିଲାମାନେ ଏଠି କୋଚିଂ ନେଉଥିଲେ ସେମାନଙ୍କର ଡାଟା ମଧ୍ୟ ନେଇଛୁ। ନେଲା ପରେ ଯୋଉ ଆମେ ପିଲାମାନଙ୍କର ଯୋଉ ଆକ୍ଟିଭ୍ ଇଣ୍ଟ୍ରୋଡକ୍ସନରେ ଆଉ ସବସିକ୍ୱେଣ୍ଟ ଯୋଉ ଇଣ୍ଟ୍ରୋଡକ୍ସନ୍ ସମୟରେ ଆମେ ଯୋଉ ଡାଟା ପାଇଛୁ ସେଇ ଡାଟାକୁ ଆନାଲିସିସ୍ କରିକି ଆମେ ତାଙ୍କୁ ଡାକିବୁ 3 ଜଣ ତାଙ୍କର ଷ୍ଟାଫ୍ 3 ଜଣ ଡାକିବୁ କାଲି ତାଙ୍କୁ ପଚାରୁଥିଲା ହବ। ସାର୍ ଗୋଟେ କଥା ହେଲା ଯେ ଗଣିତର ଯେ ଏମଡି ଅଛନ୍ତି ସିଧାସଳଖ ଭାବେ କହୁଛନ୍ତି ଯେ ଆପଣ ଗଣମାଧ୍ୟମ ଚର୍ଚ୍ଚାରେ ଏଠିକି ଆସୁଛନ୍ତି ବୋଲି ଆପଣଙ୍କ ପାଖରେ ପ୍ରାଇଭେସି ଏଭିଡେନ୍ସ ଅଛି ଆସିଛନ୍ତି ନା ଗଣମାଧ୍ୟମ? ଆମ ପାଖରେ ଇନପୁଟ ଅଛି ଆମେ ଆସୁଛୁ। ଆମେ ମିଡିଆ ଯୋଉ ଖବର ଚାଲିଛି ମିଡିଆ ତାଙ୍କ ସୋର୍ସ କୋଉଠୁ ଆଣୁଛନ୍ତି ଅଲଗା କଥା। ଆମେ ଯାହା ଦଉଛୁ ଆମର ଧର ଯୋଉ ପ୍ରାଇମାରୀ ରହୁଛୁ ଯୋଉ ଅପସନ୍ ଦଉଛନ୍ତି ତାକୁ ଅଥେଣ୍ଟିକେଟେଡ୍ ମିଡିଆ ଅନ୍ୟ କୋଉ ସୋର୍ସ ତାଙ୍କର ନିଜସ୍ୱ ସୋର୍ସ ଥିବ କାରଣ ଆଜିକାଲି ଇନଭେଷ୍ଟିଗେସନ ଜର୍ଣ୍ଣାଲିଜିମ୍ ବହୁତ ହେଲାଣି ସେମାନେ ତାଙ୍କ ସୋର୍ସ କିଛି ଆଣୁଥିବ କୋଉଠୁ ମୁଁ କହିଲି ତାଙ୍କର 5 ବର୍ଷ ତାଙ୍କର ଡାଟାକୁ ନେଲୁ ଆମେ 5 ବର୍ଷରେ ମାନେ କେତେ ପିଲା ସବୁ କୋଉ କୋଉ ସେଣ୍ଟର ଅଲ୍ ଓଭର ତାଙ୍କର ଓଡ଼ିଶାରେ ଯେତେ ସେଣ୍ଟର ଅଛି ଆଉ ଏଠିକା ସେଣ୍ଟରରେ ସବୁ 5 ବର୍ଷ ଲାଷ୍ଟ 5 ବର୍ଷ ଡାଟା ଆମେ ନେଇଛୁ। ତାଙ୍କ ଟେଷ୍ଟ ଲାଷ୍ଟ କେତେ ଜଣଙ୍କର ଆପଣ ବର୍ତ୍ତମାନ ଦେଖିଲେ ମାନେ ଏକ୍ଜାମ ଦେଇଥିଲେ ଗିରଫ ହୋଇଥିବା ମୁଁ କହିଲି 114 ଜଣ ଭିତରୁ ଆମ ପାଖରେ ଯେତିକି ଡାଟା ଅଛି ଏଠି କେତେ ଜଣ ଥିଲେ ସେଇଟା ମୁଁ ପରେ କହିବି ସେଇଟା ଟିକେ 6 ଜଣ 6 ହଉ କି 60 ହଉ ଅଛନ୍ତି ଯଦି ସିଙ୍ଗଲ ଜଣ ଥିଲା ବି ଯଦି ଗୋଟିଏ ତାଙ୍କ ଯଦି କହିବା କଥା ଆପଣ ସେ କହିଛନ୍ତି ଯଦି ଜଣେ ସିଙ୍ଗଲ ପିଲା ବି ଏଠୁ ସ୍ପନ୍ସର ହେଇଛି ସିଏ କାହିଁ ସେ ସ୍ପେସିଫିକ୍ ଡେଷ୍ଟିନେସନ୍ ଯିବ ଦ୍ୟାଟ୍ ୱାଜ୍ ଦ କ୍ୱେଶ୍ଚନ୍। ସାର୍ ଅନ୍ୟାନ୍ୟ କିଛି ଅନୁଷ୍ଠାନକୁ ମଧ୍ୟ ତନଖନା କରାଯିବ ହଁ ଆମର ଇନଭେଷ୍ଟିଗେସନ ଗୋଟାଏ ଦିନ ସରିବନି କି ଏଟା ବିଭିନ୍ନ ଲିଙ୍କ୍ ଅଛି ତେଣୁ ଆସ୍ତେ ଆସ୍ତେ ଯାହା ସବସିକ୍ୱେଣ୍ଟ ଯୋଉ ଷ୍ଟେଜରେ ଯାହା ଇନଫର୍ମେସନ ଆସିବ ଆମ ପାଖକୁ ଆମର ଇନଭେଷ୍ଟିଗେସନ ଯାହା ଆମର ଆମେ କହିପାରିବା ସଫିସିଏଣ୍ଟ ଏଭିଡେନ୍ସ ଅଛି ଯେଉଁଥିପାଇଁ ବାଣିକ ଉପରେ ଆଜି ଗୋଟେ ଏଭିଡେନ୍ସ ଶୁଣ କିଛି ପ୍ରମାଣ ସୁରାକ ନଥିଲେ କୌଣସି ବ୍ୟକ୍ତି ହଉ କି ସଂସ୍ଥା ହଉ କୌଣସି ଯାହା ପାଇବ କୌଣସି ଯେକୌଣସି ସଂସ୍ଥା ହଉ କି ଯେକୌଣସି ବ୍ୟକ୍ତି ହଉ ତା ପାଖକୁ କେବେ ପୋଲିସ ଯିବ ନାହିଁ କିଛି ଖବର ନଥିଲା କହିଲେ ଯେ ଆପଣଙ୍କୁ ଯେତେବେଳେ ପଚାରିଲେ କଣ ପାଇଁ ଆସୁଛନ୍ତି ତାଙ୍କ ଷ୍ଟାଫ ପଚାରିଲେ ଆପଣ କହିଲେ ମିଡିଆ ଟ୍ରାଏଲ ହଉଛି ତ ସେଥିପାଇଁ ସେଟା ଭୁଲ ସେଟା କିଛି ଜବତ ହେଇଛି ଜବତ ଆମେ 5 ବର୍ଷ ଡାଟା ନେଇଛୁ ତାଙ୍କ 5 ବର୍ଷ ଡାଟା ତା ପ୍ୟାଟର୍ନ ଆଉ ଗୋଟେ ବର୍ଷ ଆକାଉଣ୍ଟ ଡିଟେଲ ନେଇଛୁ ସେମାନଙ୍କୁ ଭେରିଫାଏ କରିବୁ ତାପରେ ତାଙ୍କ କାଲି ଆପଣଙ୍କୁ ତଥ୍ୟ ମିଳିଲା ଆପଣ ଯୋଉ ତଥ୍ୟ ଦେଖିକି ଆସିଥିଲେ ଏଠୁ ଆପଣଙ୍କୁ ଥିଲା ବୋଲି ଆମେ ଆସିଥିଲୁ ନା ଥିଲା ଯୋଉ ନା ଆଉ ଏଠୁ ଆସିକି ଆପଣଙ୍କୁ କିଛି ତଥ୍ୟ ସେଟା ଯାଉଛି ମୁଁ ନେଇକି ଯାଉଛି ଡାଟା ନେଲା ପରେ ଏଠି ତ ବସିକି 2 ଘଣ୍ଟା ଭିତରେ ଆନାଲିସିସ୍ କରି ହବନି ନା 3 ଜଣଙ୍କୁ କାଲି ନୋଟିସ୍ କରାଯାଇଛି। କୋଉଠି ହାଜର ହେବା ପାଇଁ କହିଲେ କାଇଁ କଟକ ଯିବ।